ରାଉରକେଲାରେ ବିମାନ ଖସି ପଡ଼ିବା ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇଣ୍ଡିଆନ୍ ୱାନ୍ ଏୟାର ପ୍ରମୋଟର ସୂଚନା ରାଜ୍ୟ ସରକାରଙ୍କ ସହଯୋଗକୁ ଦେଲେ ଧନ୍ୟବାଦ। ପୁରା ଘଟଣାର ତଦନ୍ତ କରୁଛି ଡିଜିସିଏ AAIB। ଜାତୀୟ ସଡ଼କ ସୁରକ୍ଷା ମାସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା 6E ଫର୍ମୁଲାକୁ ଦେଲେ ଗୁରୁତ୍ୱ। ଜୀବନ ନେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା। ଏପଟେ ସାମ୍ବାଦିକ ଶିଲାଙ୍କ ମୃତ୍ୟୁକୁ ନେଇ ପୂର୍ତ୍ତ ବିଭାଗକୁ ଅଙ୍ଗୁଳି ଉଠାଇଲେ ପରିବହନ ମନ୍ତ୍ରୀ। କୁଖ୍ୟାତ ସ୍ନାଚର ଶଙ୍କର ରେଡ୍ଡି ଗିରଫ। ଶଙ୍କର ଓ ତାର ସହଯୋଗୀ କୁନାଲ ବେହେରାଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ। ଗତକାଲି ଏକାମ୍ର ପାର୍କ ସାମ୍ନାରୁ ଜଣେ ମହିଳାଙ୍କ ମୋବାଇଲ ଝାମ୍ପି ନେଇଥିଲେ। ଆଜି ଗିରଫ କରିଛି ପୁଲିସ। ବିଦ୍ୟୁତ ତାର ଚୋରି ଅଭିଯୋଗରେ ସରପଞ୍ଚ ଅଟକ। ସଦର ଥାନା ଓ SP ଅଫିସ ଘେରାଉ କଲେ ବଲାଙ୍ଗୀର କୁସମେଲ ପଞ୍ଚାୟତବାସୀ। ତୁରନ୍ତ ସରପଞ୍ଚକୁ ଛାଡ଼ିବା ଦାବିରେ 57 ନମ୍ବର ରାଜ୍ୟ ରାଜପଥରେ ଧାରଣାରେ ବସିଛନ୍ତି ପଞ୍ଚାୟତବାସୀ। ସ୍କୁଟି ଚାଳକକୁ ଚାପିଦେଲା ବସ୍। ଗଞ୍ଜାମ ଜିଲ୍ଲା ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣପୁରରେ ଅଭାବନୀୟ ଘଟଣା। ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତନାଘନା। ଶିକ୍ଷକଙ୍କ ଘରେ ତାଲା ଭାଙ୍ଗି ଲୁଟି ନେଲେ 50 ଲକ୍ଷ ଟଙ୍କାର ସୁନା ଅଳଙ୍କାର। ମୟୂରଭଞ୍ଜ ବୈଶିଙ୍ଗି ଥାନା ଗଣେଶ୍ୱର ଗାଁରେ ଚାଞ୍ଚଲ୍ୟ। ବାହାରକୁ ଯାଇଥିବା ବେଳେ ଗେଟ୍ ତାଲା ଭାଙ୍ଗି ଲୁଟ୍। ପୁଲିସ ପହଞ୍ଚି ଘଟଣାସ୍ଥଳରେ ଛାନବିନ୍। ବଢ଼ିପାରେ ବିଧାନସଭା ଆସନ ସଂଖ୍ୟା। ରାଜ୍ୟରେ ବିଧାନସଭା ସୀମା ପୁନର୍ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସଂକେତ। ବଢ଼ିପାରେ ଆଉ 47 ଆସନ। ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହେବ ନୂଆ ଲୋକସଭା ଭବନ ଓ ନୂଆ ବିଧାନସଭା। ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। କାଜୁ ଜଙ୍ଗଲ ମାଡ଼ି ବସିଥିବା ଜବରଦଖଲ ଉଚ୍ଛେଦ। କେନ୍ଦ୍ରାପଡ଼ା ମହାକାଳପଡ଼ା ପିଠାପାଟ ଗ୍ରାମରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ। 12ଟି କାଜୁ ଜଙ୍ଗଲକୁ ଜବରଦଖଲ କରି ଚାଲିଥିଲା ପରିବା ଚାଷ। ଅଭିଯୋଗ ପରେ ମହାକାଳପଡ଼ା ଆଡିସନାଲ ତହସିଲଦାର ପୁଲିସ ବନ ବିଭାଗ କଲା ଉଚ୍ଛେଦ। ବ୍ୟାଙ୍କର ସଟର ତାଡ଼ି ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ଚୋର। ବାଲେଶ୍ୱର ଭୋଗରାଇ କମରଦା ଥାନା ନହରା ଛକ PNB ବ୍ୟାଙ୍କରୁ ଲୁଟ୍ କରିବାକୁ ଆସିଥିଲେ 3 ଲୁଟେରା। ଗାଁ ଲୋକଙ୍କ ଦ୍ୱାରା ଧରାପଡ଼ିଲେ ଜଣେ, 2 ଫେରାର। ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍। ବାଇକ୍ରେ ଆସିଲେ ବନ୍ଧୁକ ଦେଖାଇ 15 କେଜି ଓଜନର ରୂପା ଅଳଙ୍କାର ଲୁଟି ନେଲେ। ଥାନାରେ ଅଭିଯୋଗ ପରେ ପୁଲିସର ତନାଘନା।